ଖ୍ରୀଷ୍ଟରେ ପ୍ରିୟ ବନ୍ଧୁଗଣ, ମୁଁ ଆଚାର୍ଯ୍ୟ ସାମୁଏଲ ନାୟକ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆପଣମାନଙ୍କୁ ସମସ୍ତଙ୍କୁ ପ୍ରେମ ନମସ୍କାର ଜଣାଏ। ଆଜି ଆମେ ପରମେଶ୍ୱରଙ୍କର ବାକ୍ୟରୁ ଖ୍ରୀଷ୍ଟୀୟ ପରିବାର ସମ୍ବନ୍ଧରେ ଧ୍ୟାନ କରିବା। ବାଇବଲର ସମ୍ପୂର୍ଣ୍ଣ କାହାଣୀ ହେଉଛି ଈଶ୍ୱର ଗୋଟିଏ ପରିବାର ନିର୍ମାଣ କରୁଅଛନ୍ତି। ପରମେଶ୍ୱର ପରିବାର ଭାବରେ ନିଜର ପରିଚୟ ଦେଇଅଛନ୍ତି। ତାହା ହେଲା ପିତା, ପୁତ୍ର ଏବଂ ପବିତ୍ର ଆତ୍ମା। ମନୁଷ୍ୟର ପ୍ରଥମ ଜନ୍ମ ଦ୍ୱାରା ସାମାଜିକ ପରିବାରରେ ସେ ଭୁକ୍ତ ହୋଇଥାଏ ଏବଂ ଦ୍ୱିତୀୟ ଜନ୍ମ ଦ୍ୱାରା ଈଶ୍ୱରଙ୍କର ପରିବାରଭୁକ୍ତ ହୋଇଥାଏ। ଆତ୍ମିକ ପରିବାର ସାମାଜିକ ପରିବାର ଠାରୁ ଗୁରୁତ୍ୱପୂର୍ଣ୍ଣ, କାରଣ ତାହା ଚିରକାଳ ପାଇଁ ଉଦ୍ଦିଷ୍ଟ। ଜାଗତିକ ପରିବାର ବା ସାମାଜିକ ପରିବାର ଏହା ଖ୍ରୀଷ୍ଟଙ୍କର ଏକ ବହୁମୂଲ୍ୟ ଉପହାର, କିନ୍ତୁ ଏହା କ୍ଷଣକାଳ ସ୍ଥାୟୀ, ଦୁର୍ବଳ ଓ କ୍ଷୀଣ। ଅନେକ ସମୟରେ ତାହା ଭାଙ୍ଗି ଯାଇଥାଏ କିମ୍ବା ସ୍ୱାମୀ ସ୍ତ୍ରୀ ମଧ୍ୟରେ ଛାଡ଼ପତ୍ର ଦେଇ ବିବାହ ବିଚ୍ଛେଦ ହୋଇଥାଏ କିମ୍ବା ମୃତ୍ୟୁ ଦ୍ୱାରା ଅବସାନ ଘଟିଥାଏ। ଅପରପକ୍ଷରେ ଆତ୍ମିକ ପରିବାର ଆମର ଅନ୍ୟ ଖ୍ରୀଷ୍ଟୀୟ ବିଶ୍ୱାସୀମାନଙ୍କ ସହିତ ସୁସମ୍ବନ୍ଧ ସ୍ଥାପନ କରିଥାଏ। ଚିରକାଳ ପର୍ଯ୍ୟନ୍ତ ତାହା ସ୍ଥାୟୀ। ଏହା ଏକ ବଳିଷ୍ଠ ସହଭାଗିତା, ଯାହା ରକ୍ତର ବନ୍ଧନ ଠାରୁ ମଧ୍ୟ ଅଧିକ ସ୍ଥାୟୀ ଅଟେ। ପରିବାରର ଅନ୍ୟ ଏକ ତାତ୍ପର୍ଯ୍ୟ ହେଉଛି ସହଭାଗିତା। ପରିବାର ଭିତର ସହଭାଗିତାକୁ ବାଇବଲ ଅତ୍ୟନ୍ତ ଗୁରୁତ୍ୱ ଦେଇଥାଏ। ବର୍ତ୍ତମାନ ଏହି ପରିବାରର ସହଭାଗିତାର ପ୍ରକୃତ ଅର୍ଥ ପରିବାର, ସମାଜରେ ଓ ମଣ୍ଡଳୀରେ ହଜିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେତେବେଳେ ଆମେ ପରିବାର ବିଷୟରେ ଅଜାଗ୍ରତ ହେଉ, ଅନ୍ୟ ସବୁ ବିଷୟରେ ମଧ୍ୟ ପତନ ଆରମ୍ଭ ହୋଇଥାଏ। ଜୀବନକୁ ସଂଶୋଧନ କରିବାର ଗୋଟିଏ ପ୍ରଶସ୍ତ କ୍ଷେତ୍ର ହେଉଛି ପରିବାର। ଏଠାରେ ଉତ୍ସାହ, ସାହାଯ୍ୟ, ଭରସା, ବଳ ଓ ପ୍ରେମ ପ୍ରଚୁର ମାତ୍ରାରେ ମିଳିଥାଏ। ଆଜି ମୁଁ ଆପଣମାନଙ୍କୁ ପରିବାର ମଧ୍ୟରୁ ସନ୍ତାନ ସନ୍ତତିମାନଙ୍କ ବିଷୟରେ ଏକ ଆତ୍ମିକ ଦୃଷ୍ଟିକୋଣ ନେଇ ଉପସ୍ଥାପନ କରିବା ପାଇଁ ଯାଉଅଛି। ଏସିଆ ମହାଦେଶ ଜନସଂଖ୍ୟାର ଏକ ତୃତୀୟାଂଶ ହେଉଛି 18 ବର୍ଷରୁ କମ୍ ଯୁବା ଯୁବତୀ ଓ ଶିଶୁମାନେ। ଏଥିମଧ୍ୟରୁ ମାତ୍ରାଧିକ ଶିଶୁମାନଙ୍କର ଜୀବନ, ସ୍ୱାସ୍ଥ୍ୟ ଓ ଶିକ୍ଷା ସଙ୍କଟମୟ ଅବସ୍ଥାରେ ରହିଛି। ଏହି ପରିସ୍ଥିତିରେ ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଅତି ଜରୁରୀ ହୋଇପଡ଼ୁଛି। ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ତୃଣମୂଳ ସ୍ତରୀୟ କାରଣମାନ ବାହାର କରିବାର ଆବଶ୍ୟକତା ମଧ୍ୟ ରହିଛି। ଅନେକ ଶିଶୁମାନଙ୍କର ଖାଦ୍ୟ, ସ୍ୱାସ୍ଥ୍ୟ ଓ ଶିକ୍ଷାର ପ୍ରଚୁର ପରିମାଣରେ ସୁଯୋଗ ରହିଛି, କିନ୍ତୁ ସେମାନଙ୍କର ବଞ୍ଚିବାର ଉଦ୍ଦେଶ୍ୟ ଅସ୍ପଷ୍ଟ। ସେହିପରି ଅନେକ ଶିଶୁମାନଙ୍କର ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷାର ଘୋର ଅଭାବ ରହିଛି, କିନ୍ତୁ ସେମାନଙ୍କର ବଞ୍ଚିବାର ଉଦ୍ଦେଶ୍ୟ ରହିଛି। ଆମେମାନେ ନିଶ୍ଚିତ ଯେ ସନ୍ତାନ ଓ ସନ୍ତତିମାନେ ପରମେଶ୍ୱରଙ୍କର ପ୍ରତିମୂର୍ତ୍ତିରେ ନିର୍ମିତ ହୋଇଅଛନ୍ତି। ସନ୍ତାନଗଣ ସଦାପ୍ରଭୁଙ୍କର ଦତ୍ତ ଅଧିକାର। ଗୀତ ସଂହିତା 127 ପର୍ବ 3 ପଦରେ ଲେଖାଯାଏ, ସେମାନେ ପ୍ରେମର ଆବଶ୍ୟକ କରନ୍ତି। ଯେଉଁ ପରମେଶ୍ୱରଙ୍କୁ ଆମେ ସେବା କରୁଅଛୁ, ସେ ଅନୁକମ୍ପା ଓ ଦୟାରେ ପରିପୂର୍ଣ୍ଣ ଅଟନ୍ତି। ଶିଶୁମାନେ ଈଶ୍ୱରଙ୍କ ରାଜ୍ୟରେ ଆମମାନଙ୍କ ନିମନ୍ତେ ଆଦର୍ଶବାନ ଅଟନ୍ତି। ପ୍ରିୟ ବନ୍ଧୁ ଓ ପରିବାର ପିତାମାତାଗଣ, ଆଜି ଆମ୍ଭମାନଙ୍କର ମଣ୍ଡଳୀର ଶିଶୁମାନେ ଓ ଯୁବଗୋଷ୍ଠୀ ଏପରି ଏକ ସମୟ ମଧ୍ୟରେ ଯୁଝି ହେଉଛନ୍ତି, ଯେଉଁଠାରେ ପୂର୍ବତନ ପିଢ଼ି ନିଜର ସଂସ୍କୃତି ଓ ସଭ୍ୟତାର ସହିତ ଅପସରି ଯାଉଛନ୍ତି ଏବଂ ନୂତନ ପିଢ଼ି ଆଧୁନିକ ସଂସ୍କୃତି ଓ ସଭ୍ୟତାର ଶିକ୍ଷା ନେଇ ପ୍ରବେଶ କରୁଅଛନ୍ତି। କହିବାର ଅର୍ଥ ଏହା ଯେ ପୂର୍ବତନ ପିଢ଼ିର କିଛି ଖ୍ରୀଷ୍ଟୀୟ ଶିକ୍ଷା ଓ ଆଦର୍ଶ ଶିଶୁମାନଙ୍କ ପ୍ରତି ଛାଡ଼ି ଯାଉଛନ୍ତି, ନା ନୂତନ ପିଢ଼ି କିଛି ନୂତନ ଶିକ୍ଷା ଓ ଖ୍ରୀଷ୍ଟୀୟ ଆଦର୍ଶ ନେଇ ପ୍ରବେଶ କରୁଛନ୍ତି, ଯାହା ଶିଶୁମାନଙ୍କର ସମାଜର ସାମାଜିକ ଓ ଆଧ୍ୟାତ୍ମିକ ଜୀବନ ଗଠନରେ ସହାୟକ ହୋଇପାରିଥାନ୍ତା। ମଣ୍ଡଳୀର ସର୍ବାଗ୍ର ଆଗଧାଡ଼ିରେ ବସୁଥିବା ଶିଶୁମାନେ ଓ ଯୁବଯୁବତୀମାନଙ୍କ ନିମନ୍ତେ ପୁଲପିଟରୁ କୌଣସି ପ୍ରକାର ପଦେ କିମ୍ବା ଅଧେ ମଧ୍ୟ ଈଶ୍ୱରଙ୍କର ବାକ୍ୟରୁ ଶିକ୍ଷା ଦିଆଯାଇନଥାଏ। ମାପି ଚୁପି 45 ମିନିଟିଆ ଶିକ୍ଷାରେ କେବଳ ପାରମ୍ପରିକ ଶିକ୍ଷା
विश्वासी भाई भौणी मानक निमंते उद्दिष्ट। आपण माने चिंता करंतु आपण मानकर पुत्र कन्या मानकर आत्मिक जीवनर भविष्यत कौन हेबा पाई जाउअछि। सामाजिक ओ अंधकार जगतरे बास करिबा बेले दुष्टता ओ मंदर सामनार दृढ़तार सहित ठिया हेबा निमंते कौशल जनित शिक्षा पिलामानक निमंते अभाव रहिछि। एक ख्रिस्टियान अनुष्ठान सर्वे रिपोर्ट रे कहा जाइछि जे ओडिशा मंडलीर प्राय 80% भाग युवा युवती और शिशु मानकर आध्यात्मिक जीवनर दृढ़ भित्तिभूमि नाही। अर्थात केतेक आनुष्ठानिक कार्यक्रम और सामाजिक कार्य भली मंडली भितरे सेमानकर भूमिका सीमित अटे। सुंदर संगीत गान, उत्तम वाद्ययंत्र बजाइबार दक्षता, नृत्य परिवेषण करने इत्यादि रे पितामाता और मंडली मन खुशी होइथांती। ताहा ही सेमानकर आत्मिक जीवनर मापकाठी बोली मणि थांती। संडे स्कूल प्राथमिक स्तर रे ख्रीष्टीय आचरणर भित्तिभूमि, युवा और युवती मानकर ख्रीष्ट को परित्राणकर्ता भाव में ग्रहण करिबार वास्तव अनुभूति नाही। पवित्र आत्माकर अवगाहन संपूर्ण शून्य तथा दुष्टता, मंदता और यौन प्रलोभन उपरे जयलाभ करिबार दक्षता नैराश्यजनक अटे। ए क्षेत्र रे बाइबल संबलित केतोटी दृष्टांतमूलक परिवार गढ़ीथिबा व्यक्ति विशेष मानकु मु उपस्थापन करिबा निमंते चाहे। आमने प्रथम रे देखिबा अब्राहम इसाकଙ୍କୁ कि प्रकार भाव रे शिक्षा दान करिथिले। अब्राहम इसाकଙ୍କୁ अतिशय प्रेम करुथिले, ताहा ईश्वर मध्य स्वीकार करिसंती, जहा आदि 22 पर्व 2 पदर लेखा जाए। इसाक मध्य अब्राहमकर आज्ञाबह थिले। आज्ञाबहतार अर्थ जेकोसी परिस्थिति रे मध्य ईश्वरकर इच्छा साधन करिबा निमंते पितामातांकर आज्ञाबह हेबा। पिता परमेश्वर अब्राहम और इसाकଙ୍କ ମଧ୍ୟରେ एक त्रिकोणीय प्रेम बंधन थिला। एपरिकी इसाकଙ୍କୁ मोरिया पहाड़ शिखर रे होमार्थे बलिदान करिबा पूर्वरु अब्राहम निजर हृदय रे बलिदान करि सारिथिले। ताहा ईश्वरଙ୍କର प्रति एक चरम प्रेमर निदर्शन अटे। आदि 22 पर्व 7 पदरे लेखा जाए, अब्राहम एवं इसाहाक दुहे एकत्र चालिले। एथिरे एक आध्यात्मिक शिक्षा आममानक पाई रहिछि। सेमाने दुहे एकत्र चालिले, ताहा सेमानकर प्रथम चाली अर्थात फास्ट वाक। एक महतर उद्देश्य निमंते इसाकଙ୍କ बलिदान को परमेश्वर दाबी करिथिले। इसाकଙ୍କ कांधरे यज्ञ काठबिड़ा, अब्राहम निजे गोटे हाथ में छुरी आउ गोटे हाथ में निया खुंटा धरी दुहे एकत्र चालिले। बालक इसाक पिता अब्राहम को पचारिले, पिता अग्नि अच्छी, काठ अच्छी और छुरी अच्छी, किंतु होम निमंते मेंढा छुआ कहीं? एक आत्मिक सचेतनतार प्रश्न। इसाक केमिति जानिथिले जे मेंढा छुआर आवश्यकता अच्छी बोली? एठारे निश्चित जे अब्राहम निजर दैनंदिन यज्ञ वेदी रे निजर पुत्र को सहभागी कराउथिले, जद्वारा यज्ञ वेदी रे उपासनार उपकरण बलि निमंते मेंढा छुआर जे आवश्यकता रहिछि ताहा निज पितांक ठारू शिक्षा लाभ करिथिले। उक्त आत्मिक सचेतनर प्रश्नर उत्तर रे अब्राहम इसाकଙ୍କୁ कहिले, स्वयं ईश्वर मेंढा छुआ जगेइबे। ईश्वर स्वयं मेंढा छुआ जगेइबे। सृष्टिर प्रथमरु आरंभ करी प्रभु जीशुंक क्रूस उपरे प्रायश्चित पर्यंत एही मध्यवर्ती परिस्थिति रे यह थिला एक वैप्लविक उत्तर। जो उत्तरटीर भितरे ईश्वरकर मेष शावक जी की जगतर पाप भार बोही नहीं जाउअछंती ताहार प्रतिछवि लुक्कायित भाव रे रहिथिला। पितामाता निजर संतान संतति मानकु नहीं उपासना गृह को जाती। उपासना एक यज्ञ वेदी रे समापन होई थाए। सेथिपाई एक बलिर आवश्यक अटे। अब्राहम और इसाकଙ୍କ प्रथम चाली अर्थात फास्ट वाक रे सेथिरे सेमानक निकटरे बलि नथिला। रोमी 12 पर्व 1 एवं 2 पदरे प्रेरित पाउल रोमियो लोक मानकु कहउचंती, आपना आपना शरीर को सजीव पवित्र और ईश्वरकर सुग्राह्य बलि रूपे उत्सर्ग कर।
ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା। ପୁରାତନ ନିୟମରେ ମୃତ ବଳି ଉତ୍ସର୍ଗ କରାଯାଉଥିଲା, ନୂତନ ନିୟମରେ ଜୀବନ୍ତ ବଳି ଉତ୍ସର୍ଗ କରାଯାଏ। ଶରୀର ଜୀବନ୍ତ ରହିଥିବା ବେଳେ ବଳି ଉତ୍ସର୍ଗ କରାଯାଇଥାଏ। ନିଜର ଶରୀର, ମନ, ପ୍ରାଣରେ ଥିବା କଳୁଷତା, ମାଂସିକତା ଅଥବା ମେଦ ଉପାସନାର ଯଜ୍ଞ ବେଦୀରେ ବାରମ୍ବାର ଦଗ୍ଧ କରିବାକୁ ହେବ। ଏହା ପିଲାମାନେ ଜାଣିବା ଉଚିତ। ବଳି ବିନା ଉପାସନା ଗୃହକୁ ଯାତ୍ରା କରିବାର କୌଣସି ମୂଲ୍ୟ ନଥାଏ। ଦ୍ୱିତୀୟରେ ଆମେ ଦେଖିବା ଆଦି 22 ପର୍ବ 9 ପଦରେ ଅବ୍ରାହମ ଏବଂ ଇସାକଙ୍କର ଦ୍ୱିତୀୟ ଚାଲି ଅର୍ଥାତ୍ ସେକେଣ୍ଡ ୱାକ୍। ପ୍ରଥମ ଚାଲିରେ ସେମାନଙ୍କ ପାଖରେ ବଳି ନଥିଲା। ବର୍ତ୍ତମାନ ଦ୍ୱିତୀୟ ଚାଲିରେ ଆମେ ଆଲୋଚନା କରିବା। ଲେଖାଯାଏ, ତହୁଁ ଦୁହେଁ ଏକତ୍ର ଚାଲିଲେ। ସେମାନେ ନିରୂପିତ ସ୍ଥାନରେ ପହଞ୍ଚି ଅବ୍ରାହମ ଏକ ଯଜ୍ଞବେଦୀ ନିର୍ମାଣ କରି ତହିଁ ଉପରେ କାଠ ସଜାଡ଼ି ଆପଣା ପୁତ୍ର ଇସାକଙ୍କୁ ବାନ୍ଧି ବେଦୀର କାଠ ଉପରେ ଶୁଆଇଲେ। ପୁତ୍ର ଇସାକ ଉପଲବ୍ଧି କରିପାରିଥିଲେ ଯେ ଈଶ୍ୱରଙ୍କ ଯଜ୍ଞବେଦୀରେ ନିଜକୁ ମଧ୍ୟ ଉତ୍ସର୍ଗ କରିବାକୁ ପଡ଼ିଥାଏ। ଅବ୍ରାହମ ଯେପରି ପୂର୍ବରୁ ଇସାକଙ୍କୁ ହୃଦୟ ଭିତରେ ବଳି ଦେଇ ସାରିଥିଲେ, ତଦ୍ରୂପ ଇସାକ ମଧ୍ୟ ନିଜକୁ ବଳି ଦେବା ନିମନ୍ତେ ପ୍ରସ୍ତୁତ ଅଛନ୍ତି। ଏହା ଥିଲା ଅବ୍ରାହମ ନିଜର ପୁତ୍ର ଇସାକଙ୍କ ପ୍ରତି ଉଚ୍ଚ କୋଟିର ଶିକ୍ଷାଦାନ। ଜ୍ଞାନୀ ସଲୋମନ କହନ୍ତି, ଉପଦେଶକ 22 ପର୍ବ 6 ପଦରେ, ବାଳକକୁ ଗନ୍ତବ୍ୟ ପଥରେ ତାହାକୁ ଶିକ୍ଷିତ କରାଅ, ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହେବ ନାହିଁ। ଏଫିସିୟ 6 ପର୍ବ 4 ପଦରେ ଲେଖାଯାଏ, ହେ ପିତାମାନେ, ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର। ସେହିପରି ଦ୍ୱିତୀୟ ତିମୋଥୀ 3 ପର୍ବ 15 ପଦରେ ପ୍ରେରିତ ପାଉଲ ତିମୋଥୀଙ୍କୁ କହୁଅଛନ୍ତି, ଯେଉଁ ଧର୍ମଶାସ୍ତ୍ର ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ତୁମକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେମାନେ ବାଲ୍ୟକାଳଠାରୁ ଶିକ୍ଷା ପାଇଅଛ, ତାହା ତୁମେ ବାଲ୍ୟକାଳଠାରୁ ଜ୍ଞାତ ଅଛ। ମୋର ପ୍ରିୟ ବନ୍ଧୁଗଣ, ନିରଙ୍କୁଶ ଭାବରେ ଓ ଅକୁଣ୍ଠିତ ଚିତ୍ତରେ ଇସାକଙ୍କୁ ହୋମାର୍ଥେ ବଳିଦାନ ନିମନ୍ତେ ପ୍ରସ୍ତୁତ କରିବା ଦ୍ୱାରା ତଥା ପିତା ଅବ୍ରାହମଙ୍କର ଆଜ୍ଞା ପରମେଶ୍ୱରଙ୍କ ନିମନ୍ତେ ମହତ୍ ଇଚ୍ଛା ସାଧନ ନିମନ୍ତେ ଅଭିପ୍ରେତ। ଏହା ଜାଣି ଇସାକ ହାତ ପାଦ ବନ୍ଧା ଅବସ୍ଥାରେ କାଠ ଉପରେ ଶୟନ କରିଥିଲେ, ଯାହା 22 ପର୍ବ 9 ପଦରେ ଲେଖାଯାଏ। 22 ପର୍ବ 17 ପଦରେ ଲେଖାଯାଏ, ଏହି କାରଣ ହେତୁ ସେହି ସ୍ଥାନରେ ଦ୍ୱିତୀୟ ଥର ପରମେଶ୍ୱର ଅବ୍ରାହମକୁ ଡାକି କହିଲେ, ଏହି କର୍ମ ସକାଶୁ ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ, ଆମ୍ଭେ ତୁମ୍ଭକୁ ଅବଶ୍ୟ ଆଶୀର୍ବାଦ କରି ଆକାଶର ତାରାଗଣ ଓ ସମୁଦ୍ରର ବାଲି ପରି ତୁମ୍ଭର ବଂଶ ବୃଦ୍ଧି କରିବା। ତୁମ୍ଭର ବଂଶ ଶତ୍ରୁଗଣର ନଗର ଅଧିକାର କରିବେ। 22 ପର୍ବ 18 ପଦରେ ଲେଖାଯାଏ, ପୁଣି ପୃଥିବୀର ସମସ୍ତ ଜାତି ତୁମ୍ଭର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ, ଯେହେତୁ ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରିଅଛ। ମୋର ପ୍ରିୟ ବନ୍ଧୁଗଣ, ଇସାକଙ୍କର ଆଜ୍ଞାବହତାର ଚିହ୍ନ, ଇସାକଙ୍କର ଆଜ୍ଞାବହତାର ଚିହ୍ନ ଅର୍ଥାତ୍ ହାତ ପାଦ ବନ୍ଧା ହେଲା ଏବଂ ଯଜ୍ଞବେଦୀ ଉପରେ ତାକୁ ରଖାଗଲା, ଅଥଚ ଇସାକ ନିଜର ମୁଖ ଖୋଲି ନାହାନ୍ତି। ଜଣେ ନିଜକୁ ସମ୍ପୂର୍ଣ୍ଣ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଦ୍ୱାରା କି ପ୍ରକାର ଭାବରେ ଏକ ବୃହତ ବଂଶ ପରବର୍ତ୍ତୀ ଦିନଗୁଡ଼ିକରେ ଦେଖାଯିବ, ଏହି ସ୍ଥାନରେ ତାହା ଆମମାନଙ୍କ ନିମନ୍ତେ ଏକ ଉଦାହରଣ ସ୍ୱରୂପ ଅଟେ। ଅବ୍ରାହମଙ୍କ କ୍ଷେତ୍ରରେ ଯେଉଁ ଆଶୀର୍ବାଦ ଆଜ୍ଞା କରାଯାଇଥିଲା, ଆଜି ଆପଣଙ୍କର କ୍ଷେତ୍ରରେ ବି ସେହି ଆଜ୍ଞା ବଳବତ୍ତର ରହିଛି। ଯଦି ଆପଣ ନିଜର ସନ୍ତାନ ସନ୍ତତିମାନଙ୍କୁ ନିର୍ଦ୍ଦିଷ୍ଟ ବଳି ଉତ୍ସର୍ଗ ନିମନ୍ତେ ଶିକ୍ଷା ଦେଇପାରିବେ, ସେମାନେ ମଧ୍ୟ ପରବର୍ତ୍ତୀ ବଂଶଧର ଏକ ଉନ୍ନତ ଧରଣର ଦେଖିପାରିବେ। ଦ୍ୱିତୀୟରେ ଆମେ ଦେଖିବା ଇସାକଙ୍କ ପ୍ରତି ସାରାଙ୍କର ଭୂମିକା। ସାରା କି ପ୍ରକାର ଭାବରେ ଇସାକଙ୍କୁ ଲାଳନ ପାଳନ କରିପାରିଥିଲେ। ନିଜର ପ୍ରଭୁ ସ୍ୱାମୀ ଅବ୍ରାହମ 100 ବର୍ଷ ବୟସ ତଥା ନିଜର 90 ବର୍ଷ ବୟସର ବୃଦ୍ଧା ଓ ବୃଦ୍ଧ ଅବସ୍ଥାରେ
ପୁତ୍ର ସନ୍ତାନକୁ ଜନ୍ମ କରିବାର ପ୍ରାକୃତିକ ସ୍ତ୍ରୀ ଧର୍ମ ନିବୃତ୍ତ ହୋଇଯାଇଥିଲେ ମଧ୍ୟ ସାରା ସନ୍ତାନମାନଙ୍କୁ ସ୍ତନ୍ୟପାନ କରାଇବ, ଏ କଥା କିଏ ଅବ୍ରାହମକୁ କହିପାରିଥାନ୍ତା? ଆଦି ପୁସ୍ତକ 21 ପର୍ବ ତାର 7 ପଦରେ ଲେଖାଯାଏ। ପରମେଶ୍ୱରଙ୍କର ପ୍ରତିଜ୍ଞା ସମୟ, ପରିସ୍ଥିତି ଓ ପ୍ରାକୃତିକ ଅବସ୍ଥାକୁ ଅତିକ୍ରମ କରିବା ପରେ ହିଁ ସଫଳ ହୋଇଥାଏ। ପରମେଶ୍ୱରଙ୍କର ପ୍ରତିଜ୍ଞା ସମୟ, ପରିସ୍ଥିତି ଓ ପ୍ରାକୃତିକ ଅବସ୍ଥାକୁ ଅତିକ୍ରମ କରିବା ପରେ ହିଁ ସଫଳ ହୋଇଥାଏ। ଅବ୍ରାହମ ପୁତ୍ର ସନ୍ତାନ ନିମନ୍ତେ ପ୍ରବଳ ଆଗ୍ରହ ଓ ବ୍ୟଗ୍ର ମଧ୍ୟ ଥିଲେ। ଉର୍ ଦେଶରୁ ବାହାରିବା ବେଳେ ହିଁ ଭାତୃପୁତ୍ର ଲୋଟଙ୍କୁ ସାଙ୍ଗରେ ନେଇ ଆସିଥିଲେ ନିଜର ଉତ୍ତରାଧିକାରୀ କରିବା ନିମନ୍ତେ। ପରବର୍ତ୍ତୀ ସମୟରେ ପରସ୍ପର ମଧ୍ୟରେ ବିଚ୍ଛେଦ ଘଟିଥିଲା। ଦ୍ୱିତୀୟରେ ନିଜର ଅତି ବିଶ୍ୱସ୍ତ ଏଲିଆଜରକୁ ପରିବାରର ଶୃଙ୍ଖଳିବା ପାଇଁ ଧନାଧିକାରୀ ଭାବରେ ନିଯୁକ୍ତି ଦେବାର ଅଭିପ୍ରାୟ ମଧ୍ୟ ସଫଳ ହୋଇନଥିଲା। ତୃତୀୟରେ ଇସ୍ମାଏଲକୁ ନିଜର ବଂଶାଧିକାରୀ ଭାବରେ ସନ୍ତାନ ଭାବରେ ପ୍ରାପ୍ତି ମଧ୍ୟ ସଫଳ ହୋଇପାରିନଥିଲା। ପରିଶେଷରେ ନିଜର ସମସ୍ତ ଯୋଜନା ଓ ପରିକଳ୍ପନାର ଅନ୍ତ ଘଟିବା ପରେ ହିଁ ଇସାକ ଜାତ ହୋଇଥିଲେ। ତେଣୁ ବିଳମ୍ବ ଘଟିଥିଲା। ମୋର ପ୍ରିୟ ଭାଇମାନେ ଏବଂ ଭଉଣୀମାନେ, ଇସାକଙ୍କ ମାତା ସାରା, ମୋସାଙ୍କ ମାତା ଯୋକେବଦ ଓ ସାମୁଏଲଙ୍କ ମାତା ହାନ୍ନା ଏବଂ ତିମୋଥୀଙ୍କ ମାତା ୟୁନିସ୍ ନିଜ ନିଜର ପୁତ୍ର ସନ୍ତାନମାନଙ୍କୁ ଯତ୍ନ ତତ୍ପର ଲାଳନ ପାଳନ କରିବା ଅପେକ୍ଷା ସ୍ତନ୍ୟପାନକୁ ଶାସ୍ତ୍ରରେ ଅଧିକ ଗୁରୁତ୍ୱ ଆରୋପ କରାଯାଇଅଛି। ନିଜ ନିଜର ପୁତ୍ର ସନ୍ତାନମାନଙ୍କୁ ଯତ୍ନ ତତ୍ପର ଲାଳନ ପାଳନ କରିବା ଅପେକ୍ଷା ସ୍ତନ୍ୟପାନକୁ ଶାସ୍ତ୍ରରେ ଅଧିକ ଗୁରୁତ୍ୱ ଆରୋପ କରାଯାଇଅଛି। ଏପରିକି ପ୍ରେରିତ ପାଉଲଙ୍କ ଶିକ୍ଷାରେ ପ୍ରଥମ ପର୍ଯ୍ୟାୟରେ ଶିଶୁ ଭଳି ନୂତନ ବିଶ୍ୱାସୀମାନଙ୍କୁ ବାକ୍ୟ ରୂପ ଓ ମିଶ୍ରିତ ଦୁଗ୍ଧ ପାନ କରାଇ ଆତ୍ମିକ ପରିପକ୍ୱ ଆଡ଼କୁ କଢ଼ାଇ ଆଣିବା ବିଷୟକୁ ପ୍ରାଧାନ୍ୟ ଦିଆଯାଇଛି, ଯାହା ପ୍ରଥମ ପିତ୍ର 2 ପର୍ବ 2 ପଦ, ପ୍ରଥମ କରନ୍ତି 3 ପର୍ବ 2 ପଦ, ଏବ୍ରୀ 5 ପର୍ବ 12 ଏବଂ 13 ପଦରେ ଲେଖାଯାଏ ଏବଂ ପୁରାତନ ନିୟମର ଯାତ୍ରା ପୁସ୍ତକ 3 ପର୍ବ 8 ପଦରେ ମଧ୍ୟ ଲେଖାଯାଏ। ଇସ୍ରାଏଲ ମାନେ ସାମାଜିକ ଓ ପାରିବାରିକ ଜୀବନଯାପନ ମଧ୍ୟରେ ସନ୍ତାନ ଓ ସନ୍ତତିମାନଙ୍କୁ ଲାଳନ ପାଳନ ଓ ସ୍ତନ୍ୟପାନ କରାଇ ବୌଦ୍ଧିକ ଓ ଶାରୀରିକ ବିକାଶ ସାଧନ ଉପରେ ଗୁରୁତ୍ୱ ଦେଉଥିଲେ। ସେହିପରି ପରମେଶ୍ୱର ନିଜର ସନ୍ତାନମାନଙ୍କୁ ଅର୍ଥାତ୍ ଇସ୍ରାଏଲମାନଙ୍କୁ ସାମାଜିକ ଓ ଆଧ୍ୟାତ୍ମିକ ଜୀବନରେ ବିକାଶ ସାଧନ ନିମନ୍ତେ ଦୁଗ୍ଧ ଓ ମଧୁ ପ୍ରବାହିତ ଦେଶକୁ କିଣାନ ଦେଶକୁ ଯାତ୍ରା କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ। ଇସ୍ରାଏଲୀୟ ମା ମାନେ ପ୍ରାୟ 3 ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ସ୍ତନ୍ୟପାନ କରାଇଥାନ୍ତି। ସେତେବେଳେ ଶିଶୁମାନଙ୍କୁ ସାମାଜିକ ତଥା ବୌଦ୍ଧିକ ଶିକ୍ଷା ଦାନ କରିବାରେ ଅବହେଳା କରିନଥାନ୍ତି, ଯଦ୍ୱାରା ଶିଶୁଟି ସ୍ତନ୍ୟପାନ ତ୍ୟାଗ କରିବା ସମୟରେ ପ୍ରାୟ ପ୍ରାଥମିକ ଶିକ୍ଷା ସମ୍ବନ୍ଧରେ ସଚେତନ ଥାନ୍ତି। ଦୃଷ୍ଟାନ୍ତ ସ୍ୱରୂପ ହାନ୍ନା ନିଜର ପୁତ୍ର ସାମୁଏଲକୁ ସ୍ତନ୍ୟପାନ ତ୍ୟାଗ କରାଇବା କ୍ଷଣି ଶିଲୋରେ ଏଲି ଯାଜକଙ୍କ ନିକଟରେ ମନ୍ଦିରରେ ଛାଡ଼ି ଯାଇଥିଲେ। ପ୍ରଥମ ସାମୁଏଲ 1 ପର୍ବ ତାର 24 ପଦରେ ଲେଖାଯାଇଛି। ଶିଶୁମାନଙ୍କୁ ଆରମ୍ଭରୁ ହିଁ ସ୍ତନ୍ୟପାନ କରାଇବା ପ୍ରତ୍ୟେକ ମା ମାନଙ୍କର ଗୁରୁ ଦାୟିତ୍ୱ ଅଟେ। ତତ୍ସଙ୍ଗେ ସଙ୍ଗେ ଶିଶୁଟିର ମଧ୍ୟ ଏହା ଜନ୍ମଗତ ଅଧିକାର ଅଟେ, ଯଦ୍ୱାରା ଶିଶୁଟିର ମାନସିକ ଓ ଶାରୀରିକ ଦୃଢ଼ତାରେ ବୃଦ୍ଧି ସାଧନ ହେବ। ଶିଶୁମାନେ ସ୍ତନ୍ୟପାନ କରିବା ବେଳେ ନୀରବରେ ନିଜର ମାଙ୍କର ଚେହେରାକୁ ନିରୀକ୍ଷଣ କରିଥାନ୍ତି ଓ ମାଙ୍କର ମନର କଥା ଭାବନା ଜାଣିପାରିଥାନ୍ତି ବୋଲି ଶିଶୁ ବିଶେଷଜ୍ଞମାନେ ମତ ଦେଇଥାନ୍ତି, ଯଦ୍ୱାରା ମାଙ୍କ ମନ ଭିତର ଭାବନା କଳ୍ପନା ଶିଶୁଟି ସ୍ତନ୍ୟପାନ ଓ ନିରୀକ୍ଷଣ କରିବା ବେଳେ ତାହା ମନ ପ୍ରାଣ ଓ ଆତ୍ମାକୁ ସଞ୍ଚାରିତ ହୋଇ ଆସିଥାଏ। ସ୍ତନ୍ୟପାନ ସମୟର ଆଧ୍ୟାତ୍ମିକ ଚେତନା ସ୍ତନ୍ୟପାନ ସମୟରେ ଆଧ୍ୟାତ୍ମିକ ଚେତନା ନିମନ୍ତେ ଶିଶୁଟିର ମନ ଅନୁକୂଳ ଥାଏ। ଯଦିଓ ଶିଶୁ ସନ୍ତାନମାନେ ପିତାଙ୍କର ଔରସରୁ ଜାତ ହୋଇଥାନ୍ତି, ତଥାପି ମା ମାନଙ୍କର ସହଚର୍ଯ୍ୟାରେ ସେମାନେ ବୃଦ୍ଧିପ୍ରାପ୍ତ ହୋଇଥାନ୍ତି। ଯଦିଓ ଶିଶୁ ସନ୍ତାନମାନେ ପିତାଙ୍କର ଔରସରୁ ଜାତ ହୋଇଥାନ୍ତି,
ତଥାପି ମା'ମାନଙ୍କର ସହଚର୍ଯ୍ୟାରେ ହିଁ ବୃଦ୍ଧିପ୍ରାପ୍ତ ହୋଇଥାନ୍ତି। ସ୍ତନ୍ୟପାନ କରାଇବାର ଆଧ୍ୟାତ୍ମିକ ଦୃଷ୍ଟିକୋଣ ହେଉଛି ପ୍ରଥମ ପିତର 2:2 ନବଜାତ ଶିଶୁ ତୁଲ୍ୟ ପାରମାର୍ଥିକ ଓ ମିଶ୍ରିତ ଦୁଗ୍ଧ ପାନ କରିବାକୁ ଇଚ୍ଛା କର, ଯେପରି ତଦ୍ୱାରା ପରିତ୍ରାଣାର୍ଥେ ବୃଦ୍ଧି ପାଇପାର। ଆପଣମାନଙ୍କର ସନ୍ତାନ ଓ ସନ୍ତତିମାନଙ୍କୁ ଶିଶୁ ଅବସ୍ଥାରେ ହିଁ ଈଶ୍ୱରଙ୍କର ବାକ୍ୟର ଜ୍ଞାନରେ ବଢ଼ାଇବା ଉଚିତ। ଯେଉଁ ବାକ୍ୟର ଜ୍ଞାନ ଶିଶୁଟିର ଜୀବନରେ ପରିତ୍ରାଣର ଅନୁଭୂତି ଦେଇପାରେ। ମୁଁ ଅନେକ ସଣ୍ଡେ ସ୍କୁଲର ପାଠ୍ୟକ୍ରମ ପୁସ୍ତକ ପଢ଼ିଛି ଓ ନିରୀକ୍ଷଣ ମଧ୍ୟ କରିଛି। ସେଥିରେ କେବଳ ବାଇବଲର ଗଳ୍ପ, କାହାଣୀ, ପାଠ୍ୟକ୍ରମ, ପରୀକ୍ଷା ଓ ପୁରସ୍କାର ଇତ୍ୟାଦି ଭିତରେ ହିଁ ସୀମିତ ଅଟେ। ଶିଶୁଟିର ମନ ହୃଦୟ ଭିତରେ ବାଇବଲର ଗଳ୍ପ କିମ୍ବା କାହାଣୀ ପରିତ୍ରାଣରେ ରୂପାନ୍ତରିତ ହେବାର ଦେଖାଯାଏ ନାହିଁ, ଯଦ୍ୱାରା ଉକ୍ତ ସମସ୍ତ ବିଷୟବସ୍ତୁ କେବଳ ପାଠ୍ୟକ୍ରମରେ ହିଁ ରହିଯାଇଥାଏ। ଆତ୍ମିକ ଜୀବନର ଅଗ୍ରଗତି ନିମନ୍ତେ ସମ୍ମୁଖରେ ଆସୁଥିବା ମନ୍ଦତା, କଳୁଷତା ଓ ମାଂସିକତା ଉପରେ ଜୟଲାଭ କଲା ଭଳି ପ୍ରେରଣା ଯୋଗାଇ ପାରିନଥାଏ। ଯେପରି ଜଣେ ଶିଶୁ ବାଇବଲ ପାଠ୍ୟକ୍ରମର ସର୍ବୋଚ୍ଚ ସ୍ଥାନରେ ଥାନ୍ତି, ଠିକ୍ ସେହିପରି ଗୁପ୍ତ ପାପ, ଯୌନ ପିପାସା ମଧ୍ୟ ସେହିପରି ଭାବରେ ଲିପ୍ତ ଥାନ୍ତି। ତେଣୁ ପ୍ରେରିତ ପାଉଲ 2 ତିମୋଥୀ 3:15 କହନ୍ତି, ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେ ବାଲ୍ୟକାଳଠାରୁ ଜ୍ଞାତ ଅଛ। ଛୋଟ ଅବସ୍ଥାରୁ, ଶିଶୁ ଅବସ୍ଥାରୁ, ବାଳକ ବାଳିକା ଅବସ୍ଥାରୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ ବାକ୍ୟରେ ପିଲାମାନଙ୍କୁ ଶିକ୍ଷା ଦେବା ଉଚିତ। ଏବ୍ରୀ 5:12 ଏବଂ 13 ମଧ୍ୟ ଠିକ୍ ଲେଖାଯାଇଛି, ଈଶ୍ୱରଙ୍କର ବାକ୍ୟର ପ୍ରାଥମିକ ମୌଳିକ ସୂତ୍ରଗୁଡ଼ିକ କେହି ଯେ ତୁମମାନଙ୍କୁ ଶିକ୍ଷା ଦିଏ, ଏହା ପୁନର୍ବାର ତୁମ୍ଭମାନଙ୍କର ପ୍ରୟୋଜନ ଅଛି। ଈଶ୍ୱରଙ୍କର ବାକ୍ୟର ପ୍ରାଥମିକ ମୌଳିକ ସୂତ୍ରଗୁଡ଼ିକୁ କେହି ଯେ ତୁମମାନଙ୍କୁ ଶିକ୍ଷା ଦିଏ, ଏହା ପୁନର୍ବାର ତୁମମାନଙ୍କର ପ୍ରୟୋଜନ ଅଛି। ଗୁରୁପାକ ଖାଦ୍ୟ ପ୍ରୟୋଜନ ନ ହୋଇ ଦୁଗ୍ଧ ତୁମମାନଙ୍କର ଯେ ପ୍ରୟୋଜନ। ଆଜି ମଧ୍ୟ ପ୍ରାୟ ପ୍ରତ୍ୟେକ ମଣ୍ଡଳୀରେ ପୁରୁଖା ଲୋକମାନେ ଅଛନ୍ତି, ଅମିଶ୍ରିତ ଦୁଗ୍ଧ ପାନ କରି ପରିତ୍ରାଣାର୍ଥେ ବୃଦ୍ଧି ପାଇବାର ଆବଶ୍ୟକତା ଯଥେଷ୍ଟ ରହିଛି। ଯେ ଧାର୍ମିକତାର ବାକ୍ୟରେ ଅଭ୍ୟସ୍ତ ନୁହେଁ, ସେ ଶିଶୁ, ତାହାକୁ ଦୁଗ୍ଧର ଆବଶ୍ୟକତା ରହିଛି। ତୃତୀୟରେ ଆମେ ଦେଖିବା ଇସ୍ମାଏଲ କି ପ୍ରକାର ଭାବରେ ହାଗାର ନିଜର ମାଙ୍କ ଦ୍ୱାରା ପ୍ରତିପାଳିତ ହୋଇଥିଲେ। ହାଗାର ସାରାଙ୍କର ଜଣେ ମିଶରିଆ ଦାସୀ। ପାରଣ ମରୁ ପ୍ରାନ୍ତରୀୟ ପାର୍ବତ୍ୟ ଅଞ୍ଚଳରେ ତାଙ୍କର ପରିବାର ଲୋକେ ବାସ କରୁଥିଲେ। ପ୍ରାୟ 5 ପ୍ରକାରର ମହିଳା ଦାସୀମାନଙ୍କ ବିଷୟରେ ପୁରାତନ ନିୟମରେ ଲେଖାଯାଏ। ସଦାପ୍ରଭୁଙ୍କ ଠାରୁ ବନ୍ଧ୍ୟାଗତ ସମସ୍ୟା ହୋଇଅଛି ବୋଲି ନିଜେ ସାରା ନିଶ୍ଚିତ ହୋଇ ଅବ୍ରାହମକୁ ନିଜର ଦାସୀଙ୍କ ସହିତ ସହବାସ କରାଇ ଏକ ପୁତ୍ର ସନ୍ତାନ ଲାଭ କରିବାର ସ୍ୱାର୍ଥପର ମନୋଭାବରେ ହାଗାର ଶିକାର ହୋଇଥିଲେ। ଆଉ ଥରେ ମୁଁ କହିଦେଉଛି, ସଦାପ୍ରଭୁଙ୍କ ଠାରୁ ବନ୍ଧ୍ୟାଗତ ସମସ୍ୟା ହୋଇଅଛି ବୋଲି ନିଜେ ସାରା ନିଶ୍ଚିତ ହୋଇ ଅବ୍ରାହମଙ୍କୁ ନିଜର ଦାସୀଙ୍କ ସହିତ ସହବାସ କରାଇ ଏକ ପୁତ୍ର ସନ୍ତାନ ଲାଭ କରିବାର ସ୍ୱାର୍ଥପର ମନୋଭାବରେ ହାଗାର ଶିକାର ହୋଇଥିଲେ। କାଳକ୍ରମେ ହାଗାରଙ୍କର ଗର୍ଭଧାରଣ ପରିସ୍ଥିତିରେ ଉଭୟ ସାରା ଓ ହାଗାରଙ୍କ ମଧ୍ୟରେ ତିକ୍ତ ମନୋଭାବ ବୃଦ୍ଧି ପାଇ ଶେଷରେ ଗର୍ଭଧାରଣ ଅବସ୍ଥାରେ ସାରାଙ୍କର କଠୋର ମନୋଭାବରେ ଅସହ୍ୟ ହୋଇ ହାଗାର ଗୃହ ଛାଡ଼ି ଚାଲି ଯାଇଥିଲେ। ଗର୍ଭଧାରଣର ଜଟିଳ ପରିସ୍ଥିତିରେ ବିଶ୍ରାମର ଆବଶ୍ୟକ ଜରୁରୀ ସମୟରେ ସାରାଙ୍କ ଠାରୁ ବିତାଡ଼ିତ ହୋଇ ମରୁପ୍ରାନ୍ତରର ଝରଣା ନିକଟରେ ଏକାକୀ ନିଃସହା ବେଦନା ଭରା ଦୁଃଖ ନିଶ୍ଚୟ ଈଶ୍ୱରଙ୍କୁ ବ୍ୟତୀତ କରିଥିଲା। ସେତେବେଳେ ନିଜର ସାନ୍ତାଣୀଙ୍କ ନିକଟକୁ ଫେରିଯାଇ ନମ୍ର ଭାବରେ ବଶୀଭୂତା ହେବା ନିମନ୍ତେ ପରାମର୍ଶ ଓ ଆଶୀର୍ବାଦ ଦେବା ନିମନ୍ତେ ସ୍ୱର୍ଗର ଦୂତ ଅବତରଣ କରି କହିଲେ, ତୁମ୍ଭେ ପୁତ୍ର ପ୍ରସବ କରିବ, ତାହାର ନାମ ଇସ୍ମାଏଲ ଦେବ, ତୁମ୍ଭର ବଂଶ ବୃଦ୍ଧି କରିବା, ସେମାନେ
ଅଗଣ୍ୟ ହେବେ। ଆଦି ପୁସ୍ତକ 16 ପର୍ବ 9, 10 ଏବଂ 11 ପଦରେ ଲେଖାଯାଏ। କିଛି ବର୍ଷ ପରେ ଇସାକ ଜନ୍ମ ହେଲେ। ଇସାକ ସ୍ତନ୍ୟପାନ ତ୍ୟାଗର ମହାଭୋଜିର ଆନନ୍ଦ ଉତ୍ସବ ସମୟରେ ପୁଣି ସାରା ହାଗାରଙ୍କୁ କଠୋର ବ୍ୟବହାର କରି ପୁତ୍ର ସହିତ ବିତାଡ଼ନ କରିବା ନିମନ୍ତେ ନିର୍ଦ୍ଦେଶ ଦେଲେ। ଫଳରେ ଅବ୍ରାହମ ରୋଟି ଓ ଜଳକୁମ୍ପା ଦେଇ ଇସ୍ମାଇଲକୁ ସମର୍ପଣ କରି ବିଦାୟ କରିବାର ଏକ ଅତ୍ୟନ୍ତ ଦୁଃଖଦାୟକ କାରଣ ଅଟେ। ହାଗାର ନିଜର ପୁତ୍ର ଇସ୍ମାଇଲକୁ ଧରି ବେର୍ସେବାର ଦକ୍ଷିଣ ଆଡ଼କୁ ଗମନ କଲେ। ପ୍ରଶସ୍ତ ମରୁ ଅଞ୍ଚଳରେ ଝରଣା ପାଣି ତାହାକୁ ଅଜଣା ଥିଲା। କୂପଗୁଡ଼ିକ ମଧ୍ୟ ଅତି କୁଚିତ ଥିଲା। କେବଳ ଯେଉଁମାନେ ସେହି ଦେଶ ସମ୍ବନ୍ଧରେ ଜାଣନ୍ତି ସେମାନେ କେବଳ କୂପଗୁଡ଼ିକ ଚିହ୍ନଟ କରିପାରୁଥିଲେ। ଭ୍ରମଣକାରୀ ଆଦିବାସୀମାନେ ଅନ୍ୟ ଅଜ୍ଞାତ ଲୋକମାନଙ୍କ ନିମନ୍ତେ କୂପର ମୁହଁଗୁଡ଼ିକୁ ଢାଙ୍କି ରଖୁଥିଲେ। ଅବ୍ରାହମ ଜାଣିଥିଲେ ଯେ ହାଗାରଙ୍କର ପରିବାର ଲୋକମାନେ ସେଠାରୁ ଅଳ୍ପ ଦୂରରେ ରହୁଥିଲେ, ଯଦ୍ୱାରା ସେ ନିଜ ପୁତ୍ରଙ୍କ ସହ ସେଠାରେ ଶରଣ ନେଇପାରିବ। ହାଗାର ଯଦିଓ ମରୁପ୍ରାନ୍ତର ସମ୍ପର୍କରେ ଜାଣିଥିଲେ, ତଥାପି ସେ ଦୁଃଖର ପରିସ୍ଥିତିରେ ବାଟ ହୁଡ଼ି ଯାଇଥିଲେ। ଆଶା ଶୂନ୍ୟ ଓ ବିତାଡ଼ିତ ଅବସ୍ଥାରେ ହିଁ ମ୍ରିୟମାଣ ହୋଇ କିମ୍ବା ଅତ୍ୟଧିକ ତୃଷା ହେତୁ ମୃତ୍ୟୁ ସମୟରେ ଆକୁଳ ଚିତ୍କାର ପରମେଶ୍ୱର ଶ୍ରବଣ କରିଥିଲେ। ଆଦି ପୁସ୍ତକ 21 ପର୍ବ 18 ପଦରେ ପରମେଶ୍ୱର ହାଗାରଙ୍କୁ କହିଲେ, ତୁମ୍ଭେ ବାଳକକୁ ଉଠାଇ ହସ୍ତରେ ଧର, ଆମ୍ଭେ ତାହାଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା। ତୁମ୍ଭେ ବାଳକକୁ ଉଠାଇ ହସ୍ତରେ ଧର, ଆମ୍ଭେ ତାହାଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା। ସ୍ୱାମୀ ପରିତ୍ୟକ୍ତା ନିରାଶ୍ରୟା ମିଶରିଆ ମହିଳା ଈଶ୍ୱରଙ୍କର ପ୍ରତିଜ୍ଞାକୁ ପାଥେୟ କରି ପାରଣ ପାର୍ବତ୍ୟ ଅଞ୍ଚଳରେ ନିଜର ମନୋବଳ ଦୃଢ଼ କରି ଏକମାତ୍ର ପୁତ୍ରଙ୍କୁ ଗଢ଼ି ତୋଳିଥିଲା। ଜଣେ ଦାସୀ ଓ ରକ୍ଷିତା ଭାବରେ ମୂଳଠାରୁ ଚୂଳ ପର୍ଯ୍ୟନ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଗର୍ଭ ଭିତର ଶିଶୁ ସନ୍ତାନକୁ ଜନ୍ମ ଦେଇ ପ୍ରତିପାଳନ କରି ଜଣେ ଯୋଦ୍ଧା ଓ ଧନୁର୍ଦ୍ଧର ଭାବରେ ନିଜର ବଂଶୋଦ୍ଭବ ବିଶ୍ୱର କଟ୍ଟରପନ୍ଥୀ ଆରବ ରାଷ୍ଟ୍ର ସମୂହ ଯେଉଁମାନେ ବିଶ୍ୱ ବ୍ୟାପାରରେ ଅଗ୍ରଣୀ, ସେହି ଜାତିର ଦାୟାଦ ଭାବରେ ଗଢ଼ି ତୋଳି ପାରିଥିବା ହାଗାର ଜଣେ ମହିୟସୀ ମହିଳା ଅଟନ୍ତି। ଆମମାନେ ପୁନର୍ବାର ଦେଖିବା ମୋସାଙ୍କୁ କି ପ୍ରକାର ଭାବରେ ଯୋକେବତ ଲାଳନ ପାଳନ କରିଥିଲେ, ସେହି ବିଷୟରେ ଆମମାନେ ବର୍ତ୍ତମାନ ଦେଖିବା, ଆଲୋଚନା କରିବା। ମୋସାଙ୍କର ପିତା ଅମରମ ଓ ମାତା ଯୋକେବଦ ଏକ ଦୁର୍ଦ୍ଦିନ ଓ ବିପଦପୂର୍ଣ୍ଣ ପରିସ୍ଥିତିରେ ମୋସାଙ୍କୁ ଜନ୍ମ ଦେବା ନିମନ୍ତେ ଦୃଢ଼ ସଂକଳ୍ପ ନେଇଥିଲେ। କାରଣ ସେତେବେଳେ ମିଶରରେ ଜନ୍ମଲାଭ କରିଥିବା ପ୍ରତ୍ୟେକ ଶିଶୁ ପୁତ୍ରଙ୍କୁ ସେବିକା ବା ଧାଇମାନଙ୍କ ଦ୍ୱାରା ଜନ୍ମ ମାତ୍ରେ ହତ୍ୟା କରାଯାଉଥିଲା। କିନ୍ତୁ ଧାଇମାନେ ଦୟାପରବଶ ହୋଇ ପୁତ୍ର ସନ୍ତାନମାନଙ୍କୁ ବଞ୍ଚାଇ ରଖୁଥିଲେ। ପରବର୍ତ୍ତୀ ସମୟରେ ରାଜା ଫାରୋ ସୈନିକମାନଙ୍କ ଦ୍ୱାରା ବଢ଼ିଲା ପୁତ୍ର ସନ୍ତାନମାନଙ୍କୁ ହତ୍ୟା କରିବା ନିମନ୍ତେ ଆଦେଶ ଦେଇଥିଲେ। ଏହିପରି ଘୋର ବିପଦପୂର୍ଣ୍ଣ ସମୟରେ ମୋସାଙ୍କୁ ନିଜ ମା ଆଉ ଲୁଚାଇ ରଖିପାରିନଥିଲେ। ନଳ ନିର୍ମିତ ମାଟିଆ ତେଲ ଓ ଝୁଣା ଲେପନ ପେଢ଼ିରେ ଶିଶୁଟିକୁ ରଖି ନଦୀ ତୀର ନଳବଣରେ ରଖି ଦେଇ ଆସି ତାହାଙ୍କ ଭଉଣୀକୁ ଜଗି ରହିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଜନ୍ମଦାତ୍ରୀ ମମତାମୟୀ ମା ଯେବେ ନିଜର ପୁତ୍ର ସନ୍ତାନମାନଙ୍କୁ ରକ୍ଷା କରିବା ନିମନ୍ତେ ଅନେକ ପରିକଳ୍ପନା କରିପାରେ, ସେହିପରି ପରମେଶ୍ୱର ମା'ମାନଙ୍କ ପୁତ୍ର ସନ୍ତାନମାନଙ୍କ ପ୍ରତି ମମତା ଆଗରେ ନିଜେ ପ୍ରତିକ୍ରିୟାଶୀଳ ହୋଇ ସୁରକ୍ଷା ଦେବା ନିମନ୍ତେ ହସ୍ତକ୍ଷେପ କରନ୍ତି। ଇସ୍ରାଏଲୀୟ ଶିଶୁମାନଙ୍କୁ ହତ୍ୟା କରିବାର ଅଧ୍ୟାଦେଶ ବଳବତ୍ତର ରହିଥିଲେ ମଧ୍ୟ ମୋସା ଫାରୋଙ୍କ କନ୍ୟାଙ୍କ ଦ୍ୱାରା ଆକର୍ଷିତ ହୋଇ ରାଜଭବନରେ ବୃଦ୍ଧି ପାଇବାକୁ ଲାଗିଲେ। ଚତୁର୍ଦିଗରେ ଯେତେ ବଡ଼ ଭୟଙ୍କର ବିପଦ ଘେରି ଆସିଥିଲେ ବି ମାଙ୍କ ମମତା ଆଗରେ ତାହା ଜଡ଼ ପାଲଟି ଯାଇଥାଏ। ମିଶରରେ ଶିଶୁ ମୋସାଙ୍କ ଜୀବନରେ ତାହା ପ୍ରମାଣିତ ହେବାର ଆମମାନେ ଦେଖିବାକୁ ପାଉଛୁ। ଗୀତ ସଂହିତା 127 ପର୍ବ 4 ପଦରେ ଲେଖାଯାଏ, ଯୌବନର ସନ୍ତାନଗଣ ବୀର ପୁରୁଷର ହସ୍ତସ୍ଥିତ ତୀର ସଦୃଶ୍ୟ। ଶତ୍ରୁ ଯେତେ ଶକ୍ତିଶାଳୀ ହେଲେ ବି
ସନ୍ତାନ ମାନେ ସେମାନଙ୍କର ହୃଦୟ ଗୋଡ଼କୁ ଅଚିରେ ଦଖଲ କରିପାରିବେ। ପରିଶେଷରେ ମୋଶା ସ୍ତନ୍ୟପାନ ସମୟରେ ନିଜର ମାଙ୍କ ଦ୍ୱାରା ଲୋକମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା ବିଷୟରେ ଶିକ୍ଷିତ ହୋଇଥିଲେ, ଯଦ୍ୱାରା ଦିନେ ବାହାରେ ପରିଭ୍ରମଣ କରିବା ସମୟରେ ଜଣେ ମିଶ୍ରୀୟ ଏବ୍ରିୟକୁ ପ୍ରହାର କରୁଥିବାର ଦେଖି କାଳ ବିଳମ୍ବ ନ କରି ତତ୍କ୍ଷଣାତ୍ ଦୌଡ଼ି ଯାଇ ମିଶ୍ରୀୟକୁ ହତ୍ୟା କରି ବାଲି ଭିତରେ ପୋତି ଦେଇଥିଲେ। ଅର୍ଥାତ୍ ରାଜପ୍ରସାଦର ବିଳାସମୟ ଜୀବନଯାପନ କରୁଥିବା ମୋଶା କେମିତି ଜାଣିପାରିଥିଲେ ଯେ ଏବ୍ରିୟମାନେ ମୋର ଭାଇମାନେ ବୋଲି? ତାହାର କାରଣ ହେଉଛନ୍ତି ନିଜର ମାଙ୍କ ପ୍ରାଥମିକ ଶିକ୍ଷା ଭିତରେ ନିଜର ତ୍ରାଣକର୍ତ୍ତାଙ୍କୁ ଚିହ୍ନିବା, ନିଜର ଭାଇମାନଙ୍କୁ ଚିହ୍ନିବା, ଦୁର୍ଦ୍ଦଶାଗ୍ରସ୍ତ କ୍ରୀତଦାସ ତ୍ୱରୁ ସେମାନଙ୍କୁ ଉଦ୍ଧାର କରିବାର ମୂଲ୍ୟ ଯାହା ହେଉନା କାହିଁକି ତାହା ପରିଶୋଧ କରିବା ନିମନ୍ତେ ମୋଶା ବଦ୍ଧପରିକର ଥିଲେ। ଫଳସ୍ୱରୂପ ରାଜପ୍ରସାଦର ରାଜକୁମାର ଘଞ୍ଚ ଜଙ୍ଗଲରେ ଜଣେ ମେଣ୍ଢା ଚରାଳି ସାଜିଥିଲେ। ପରିଶେଷରେ 430 ବର୍ଷର ଦାସତ୍ୱ ବନ୍ଧନରୁ 6 ଲକ୍ଷ ଆବାଳ ବୃଦ୍ଧ ବନିତାମାନଙ୍କୁ ଐତିହାସିକ ସ୍ୱତନ୍ତ୍ରତା ଅର୍ପଣ କରିପାରିଥିଲେ। ମୋର ପ୍ରିୟ ଭାଇମାନେ ଏବଂ ଭଉଣୀମାନେ, ଆମମାନେ ଏହି ସ୍ଥାନରେ ମୋଶାଙ୍କର ଏକ ଆଶ୍ଚର୍ଯ୍ୟ ବିଷୟ ଆମେ ଦେଖିପାରିଛୁ। ତାଙ୍କର ମା କି ପ୍ରକାର ଭାବରେ ତାହାକୁ ଲାଳନ ପାଳନ କରିଥିଲେ। ଆମମାନେ ଆଉ ଥରେ ଦେଖିବା ହାନ୍ନା କି ପ୍ରକାର ଭାବରେ ସାମୁଏଲକୁ ଲାଳନ ପାଳନ କରିପାରିଥିଲେ। ଈଶ୍ୱର ପରାୟଣ ମହିଳା ଭାବରେ ହାନ୍ନା ଜଣେ ଉଚ୍ଚ କୋଟିର ମମତାମୟୀ ମା ଅଟନ୍ତି। ତାଙ୍କର ପ୍ରାଥମିକ ଅବସ୍ଥାରେ ହିଁ ଶିଶୁ ସନ୍ତାନକୁ ପ୍ରାପ୍ତ ହେବା ନିମନ୍ତେ ପ୍ରାର୍ଥନା ଦ୍ୱାରା ଆରମ୍ଭ ହୋଇ ଈଶ୍ୱରଙ୍କର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପର୍ଯ୍ୟନ୍ତ ସମସ୍ତ ସମାପ୍ତ କରିଥିଲେ। ତାପରେ କୌଣସି ଜାଗାରେ ହାନ୍ନାଙ୍କ ସମ୍ପର୍କରେ ଆଉ ଲେଖା ନାହିଁ। ଏହାର ପଶ୍ଚାତରେ ଏକ ବିରାଟ ରହସ୍ୟ ଲୁଚି ରହିଅଛି। ତାହା ଥିଲା ସ୍ତନ୍ୟପାନର ଅବସର। ପ୍ରଥମ ସାମୁଏଲ 1 ପର୍ବ 22, 23 ଏବଂ 24 ପଦରେ ଲେଖାଯାଏ, ଇଲକାନା ଓ ତାହାର ଗୃହସ୍ଥ ସମସ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବାର୍ଷିକ ବଳିଦାନ ଓ ଆପଣା ମାନତ ନିବେଦନ କରିବା ପାଇଁ ଗଲେ। ମାତ୍ର ହାନ୍ନା ଗଲା ନାହିଁ। ମାନତ ନିବେଦନ କରିବାକୁ ହାନ୍ନା ଗଲା ନାହିଁ, କାରଣ ସେ ଆପଣା ସ୍ୱାମୀକି କହିଲା, ବାଳକ ସ୍ତନ୍ୟପାନ ତ୍ୟାଗ କରିବା ପର୍ଯ୍ୟନ୍ତ ମୁଁ ଯିବି ନାହିଁ। ତା ଅର୍ଥ ଈଶ୍ୱରଙ୍କ ନିକଟରେ ସବୁଦିନ ପାଇଁ ବଳି ଉତ୍ସର୍ଗ କରିବାକୁ ଥିବା ଏକ ବଳିକୁ ସେ ପ୍ରସ୍ତୁତ କରୁଥିଲେ, ଯଦ୍ୱାରା ସାମୁଏଲ ସର୍ବଦା ମନ୍ଦିରରେ ରହିବାର ଏକ ଦୃଢ଼ ସଂକଳ୍ପ ତାଙ୍କର ଥିଲା। ସ୍ତନ୍ୟପାନ କରିବା ସମୟରେ ହାନ୍ନା ନିଜର ପୁତ୍ର ସାମୁଏଲକୁ ଈଶ୍ୱରଙ୍କର ସେବା ନିମନ୍ତେ ପ୍ରସ୍ତୁତ କରୁଥିଲେ। ସାମାଜିକ ଭାବରେ ଜଣେ ବାଳକକୁ ଲାଳନ ପାଳନ କରିବା, ଉଚ୍ଚ ଶିକ୍ଷିତ କରିବା, ଭଲ ରୋଜଗାରକ୍ଷମ କରିବା ପିତାମାତାଙ୍କ ପାଇଁ ସମ୍ଭବପର ହୋଇଥାଏ, କିନ୍ତୁ ଈଶ୍ୱରଙ୍କର ସେବା ଓ ଈଶ୍ୱରଙ୍କ ଲୋକମାନଙ୍କୁ ସେବା କରିବା ନିମନ୍ତେ ପ୍ରସ୍ତୁତ କରିବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇନଥାଏ। କାରଣ ପିତାମାତା ସନ୍ତାନ ସନ୍ତତିମାନଙ୍କୁ ଉତ୍ସର୍ଗ କରିବା ନିମନ୍ତେ ସମୟରେ ପ୍ରସ୍ତୁତ ନଥାନ୍ତି। ହାନ୍ନା ନିଜର ବୁକୁ ଚିରି ପୁତ୍ରଙ୍କୁ ସ୍ତନ୍ୟପାନ କରାଇବା ବେଳେ ନିଜର ସଦ୍ ଇଚ୍ଛା ଓ ଈଶ୍ୱରଙ୍କର ଉଦ୍ଦେଶ୍ୟ ଶିଶୁଠାରେ ଢାଳି ଦେବାର ଫଳାଫଳ ଜଣେ ସାମୁଏଲ ଭବିଷ୍ୟତ୍ତାଙ୍କ ଭଳି ଜଣେ ଭବିଷ୍ୟତ ବକ୍ତା ବିଚାରକର୍ତ୍ତାଙ୍କ ଜୀବନରେ ପ୍ରତିଫଳନ ହୋଇଥିବାର ଦେଖାଯାଇଥାଏ, ଯଦ୍ୱାରା ସାମୁଏଲ ଦୁଇ ଜଣ ବିକ୍ରମଶାଳୀ ରାଜାମାନଙ୍କୁ ଅଭିଷେକ କରିଥିଲେ। ଛୋଟ ସାମୁଏଲଙ୍କ ଜୀବନରେ ନିଜର ମାତା ହାନ୍ନାଙ୍କର ଆଜ୍ଞାବହତାର ଗୁଣ ଏତେ ପରିମାଣରେ ପ୍ରତିଫଳିତ ହୋଇଥିଲା, ତାହା ସାମୁଏଲଙ୍କ ଜୀବନର ଶିଶୁ ଅବସ୍ଥାରେ ହିଁ ଜଣାପଡ଼ିଥିଲା। ଯେପରି ଅନ୍ଧକାର ସମୟରେ 4 ଥର ପରମେଶ୍ୱରଙ୍କ ରବ ଶ୍ରବଣରେ ଓ ଯାଜକ ଏଲିଙ୍କୁ ବ୍ୟତିବ୍ୟସ୍ତ କରିବାରେ ତିଳେ ହେଲେ ମଧ୍ୟ ସେ ଅବହେଳା କରିନଥିଲେ। ଏଥିରୁ ଜଣାପଡ଼େ ସ୍ତନ୍ୟପାନ କରାଇବାର ଗୋଟି ମୁହୂର୍ତ୍ତ ହାନ୍ନା ନିରବତାର ସହିତ ଶିକ୍ଷାଦାନ କରିଥିଲେ। ଶେଷରେ ଆମେ ଦେଖିବା ତିମୋଥୀଙ୍କୁ କି ପ୍ରକାର ଭାବରେ ନିଜର ମାତା ୟୁନିସ୍ ଲାଳନ ପାଳନ କରିଥିଲେ। ତିମୋଥୀଙ୍କ ମାତା ୟୁନିସ୍ ଓ ଆଇମା ଲୋଇ
ନୈଷ୍ଠିକ ଜିହୁଦିଆ ଥିଲେ ଓ ପିତା ଗ୍ରୀକ୍ ଲୋକ ଥିଲେ। ତିମୋଥୀଙ୍କର ପରିବାର ମିଶ୍ରିତ ସାଂସ୍କୃତିକ, ସାମାଜିକ ଓ ଧାର୍ମିକର ବିଭିନ୍ନତା ମଧ୍ୟରେ ଗଢ଼ା ଥିଲା। ପିତା ଜଣେ ଗ୍ରୀକ୍ ଲୋକ ଏବଂ ନୈଷ୍ଠିକ ଲୋକ ଥିଲେ। ଏହିପରି ମିଶ୍ରିତ ପରିବାର ଭିତରେ ତିମୋଥୀଙ୍କ ଜନ୍ମ ହୋଇଥିଲା। ଜିହୁଦୀ ଓ ଗ୍ରୀକ୍ ମାନଙ୍କର ମଧ୍ୟରେ ସାଧାରଣତଃ ବିବାହ କ୍ୱଚିତ ଦେଖାଯାଇଥାଏ, କାରଣ ଗ୍ରୀକ୍ ମାନେ ଦାମ୍ଭିକ, ନିଜର ଦର୍ଶନରେ ଦୃଢ଼ବାଦୀ। ଜିହୁଦୀମାନେ ମଧ୍ୟ ତଦ୍ରୂପ ଅଟନ୍ତି, ତେଣୁ ପରସ୍ପର ନିଜ ନିଜର ଜିଦ୍ରେ ଅଟଳ ହୋଇଥାନ୍ତି। କୁହାଯାଏ ପିତା ଗ୍ରୀକ୍ ନାଗରିକ ସର୍ବଦା ଜିହୁଦୀୟ ସୁନ୍ନତକୁ ଅଗ୍ରାହ୍ୟ କରୁଥିଲେ, ଯଦ୍ୱାରା ବହୁତ ବର୍ଷ ପରେ ପାଉଲଙ୍କ ଦ୍ୱାରା ଜିହୁଦୀୟ ରୀତିନୀତି ଅନୁଯାୟୀ ତିମୋଥୀଙ୍କୁ ସୁନ୍ନତ କରାଯାଇଥିଲା। ତା ଛଡ଼ା ମାତା ୟୁନିସ୍ ଓ ଆଇମା ଲୋଇ ଈଶ୍ୱରଙ୍କର ବାକ୍ୟରେ ଓ ଆଚରଣରେ ଶିଶୁ ଅବସ୍ଥାରେ ହିଁ ତିମୋଥୀକୁ ଶିକ୍ଷାଦାନ କରିଥିଲେ, ଯାହାକି 2 ତିମୋଥୀ 3:15 ମଧ୍ୟ ଲେଖାଯାଏ। ଯଦ୍ୱାରା ଦର୍ବୀ ଓ ଲୁସ୍ତ୍ରାରେ ପାଉଲଙ୍କର ପ୍ରଚାର ଯାତ୍ରା ସମୟ ତିମୋଥୀଙ୍କୁ ନିଜ ସହିତ ସେ ସାମିଲ କରିଥିଲେ। ତିମୋଥୀ ବାଳକ ଅବସ୍ଥାରୁ ଈଶ୍ୱର ପରାୟଣ ଥିଲେ ଏବଂ ଈଶ୍ୱରଙ୍କର ସେବା କାର୍ଯ୍ୟରେ ସେ ସର୍ବଦା ବିଶ୍ୱସ୍ତ ଥିଲେ। ଏ ସମସ୍ତ ପଶ୍ଚାତରେ ତିମୋଥୀଙ୍କର ମାତାଙ୍କର ଅକ୍ଲାନ୍ତ ପରିଶ୍ରମ ରହିଥିଲା, ଯଦ୍ୱାରା ପ୍ରେରିତ ପାଉଲଙ୍କ ଭଳି ଜଣେ ବିଶିଷ୍ଟ ପ୍ରଚାରକଙ୍କ ସହିତ ତିମୋଥୀ ନିଜର ସହଭାଗିତା ପାଇପାରିଥିଲେ। ତିମୋଥୀ ପ୍ରେରିତ ପାଉଲଙ୍କର ଜଣେ ମୂଲ୍ୟବାନ ସହଚର ଥିଲେ ଏବଂ ଆତ୍ମିକ ପୁତ୍ର ବୋଲି ପ୍ରେରିତ ପାଉଲ ଘୋଷଣା ମଧ୍ୟ କରିଥିଲେ। ନିଜର 2ୟ ମିଶନେରୀ ଯାତ୍ରାରୁ ସଂଶ୍ଳିଷ୍ଟ ହୋଇଥିଲେ। ପ୍ରାୟ 20 ବର୍ଷ ଧରି ତିମୋଥୀ ପ୍ରେରିତ ପାଉଲଙ୍କ ସହିତ ସେବା କାର୍ଯ୍ୟ କରିଥିଲେ। ମିଶନେରୀ ସେବା କାର୍ଯ୍ୟ ଦଳରେ ଜଣେ ପ୍ରମୁଖ ସଭ୍ୟ ଥିଲେ। ସର୍ବୋପରି ପାଉଲଙ୍କର ସହାୟକ ଥିଲେ। ଏପରିକି ଶାରୀରିକ ଭାବରେ ମଧ୍ୟ ପାଉଲଙ୍କର ସେ ଅନେକ କିଛି ସେବା କରିଛନ୍ତି। ମୋର ପ୍ରିୟ ଭାଇମାନେ ଏବଂ ଭଉଣୀମାନେ, ଆମମାନେ ଏହି ସମସ୍ତ ବିଷୟ କି ପ୍ରକାର ଭାବରେ ନିଜର ମା ମାନେ, ଅବ୍ରାହମ୍ ନିଜର ପୁତ୍ର ଇସାକଙ୍କୁ, ସାରା ନିଜର ପୁତ୍ର ଇସାକଙ୍କୁ, ହାଗାର ନିଜର ପୁତ୍ର ଇସ୍ମାଏଲକୁ, ଯୋକେବଦ ନିଜର ପୁତ୍ର ମୋଶାଙ୍କୁ, ହାନ୍ନା ନିଜର ପୁତ୍ର ସାମୁଏଲକୁ ଏବଂ ୟୁନିସ୍ ନିଜର ପୁତ୍ର ତିମୋଥୀକୁ କି ପ୍ରକାର ଭାବରେ ସେମାନେ ଲାଳନ ପାଳନ କରିଛନ୍ତି ଏବଂ ସେମାନେ ଲାଳନ ପାଳନ କରିବାର ପଶ୍ଚାତରେ ସ୍ତନ୍ୟପାନ କରିବାର କି ପ୍ରକାର ଗୁରୁତ୍ୱପୂର୍ଣ୍ଣ ଏକ ଶିକ୍ଷାର ରହସ୍ୟ ରହିଛି ଏବଂ ସେହି ସ୍ତନ୍ୟପାନ କରିବାର ଶିକ୍ଷା ସମୟରେ ନିଜ ନିଜର ପୁତ୍ରମାନଙ୍କୁ କି ପ୍ରକାର ଭାବରେ ଏକ ବଡ଼ ବଡ଼ ଦେଶର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କର ବା ଈଶ୍ୱରଙ୍କର ସେବା, ପରମେଶ୍ୱରଙ୍କର ସେବା ଏବଂ ପରମେଶ୍ୱରଙ୍କ ଲୋକମାନଙ୍କର ସେବା କରିବା ନିମନ୍ତେ ପ୍ରସ୍ତୁତ କରିପାରିଛନ୍ତି, ଆମେ ତାହା ଦେଖିପାରିଲୁ। ବର୍ତ୍ତମାନ ମୁଁ ଆପଣମାନଙ୍କୁ କିଛି ପିଲାମାନଙ୍କ ସମ୍ପର୍କରେ, ଶାସନ ସମ୍ପର୍କରେ ପରାମର୍ଶ ଦେବା ପାଇଁ ଚାହେଁ। ପିତାମାତା ନିଜର ସନ୍ତାନ ଓ ସନ୍ତତିମାନଙ୍କୁ ଖ୍ରୀଷ୍ଟୀୟ ଆଚରଣରେ ଲାଳନ ପାଳନ ଓ ଶିକ୍ଷାଦାନ ସମୟର ପରାମର୍ଶ ଓ ସଂଶୋଧନ ଏକ ଆବଶ୍ୟକ ଅଂଶ ବିଶେଷ ଅଟେ। ପିତାମାତା ନିଜର ଚାକିରି, ଅଧ୍ୟବସାୟ, ମଣ୍ଡଳୀରେ ସେବା କାର୍ଯ୍ୟ କିମ୍ବା ସାମାଜିକ ପ୍ରତିଷ୍ଠା ଅପେକ୍ଷା ନିଜର ପୁତ୍ର କନ୍ୟାମାନଙ୍କର ପରିତ୍ରାଣ ଏବଂ ଅଭିବୃଦ୍ଧିରେ ଅଧିକ ଯତ୍ନବାନ ହୋଇ ଖ୍ରୀଷ୍ଟୀୟ ଆଚରଣରେ ଆଦର୍ଶବାନ ହେବା ଉଚିତ। ପରମେଶ୍ୱରଙ୍କ ଦ୍ୱାରା ପ୍ରତ୍ୟାଦେଶ ପ୍ରାପ୍ତ ହୋଇ ପାଉଲଙ୍କର ପରାମର୍ଶ ଅନୁସାରେ ଏଫେସୀୟ 6:4, କଲୋସିୟ 3:21 ଏବଂ ତତ୍ସଙ୍ଗେ ସଙ୍ଗେ ପୁରାତନ ନିୟମରେ ମଧ୍ୟ ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶ ନିଜର ପୁତ୍ର କନ୍ୟାମାନଙ୍କର ଜୀବନ କାଳ ମଧ୍ୟରେ ପରମେଶ୍ୱରଙ୍କର ଉଦ୍ଦେଶ୍ୟ ପରିପୂର୍ଣ୍ଣ କରିବାକୁ ଗଠନ କରିବା ନିମନ୍ତେ ପିତାମାତା ଦାୟିତ୍ୱବାନ ଅଟନ୍ତି। ପିତାମାତାଙ୍କର ହୃଦସ୍ପନ୍ଦନ ନିଜର ପୁତ୍ର କନ୍ୟାମାନଙ୍କର ହୃଦସ୍ପନ୍ଦନ ସହିତ ସମସ୍ୱର ହେବା ଆବଶ୍ୟକ, ଯଦ୍ୱାରା ସେମାନେ ସ୍ୱର୍ଗୀୟ ପିତାଙ୍କର ହୃଦୟ ଆଡ଼କୁ ମନୋନିବେଶ କରିପାରିବେ। ଏହା ଖ୍ରୀଷ୍ଟୀୟ ପିତାମାତାଙ୍କର ଲାଳନ ପାଳନ ଗୋଟେ ଅନ୍ତଃସ୍ଥଳ ଅଟେ। ପୁତ୍ର କନ୍ୟାମାନଙ୍କୁ ଲାଳନ ପାଳନ କରିବା ସମୟରେ ପକ୍ଷପାତ ବିନା ସମସ୍ତଙ୍କୁ ସମାନ ମନୋଭାବ ପୋଷଣ କରିବା ଉଚିତ। ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସଂଶୋଧନ ମଧ୍ୟ କରିବା ଉଚିତ। ପିଲାମାନେ ସ୍ୱେଚ୍ଛାକୃତ ଓ ଉଦ୍ଦେଶ୍ୟମୂଳକ ଭାବରେ ମନ୍ଦ ଆଚରଣ କରୁଥିବା ବେଳେ ଶାସ୍ତି ପ୍ରଦାନ କରିବା ନିମନ୍ତେ କୁଣ୍ଠାବୋଧ କରିବା ଆବଶ୍ୟକ ନୁହେଁ।
ଏବଂ ହୃଦୟର ଅନୁକମ୍ପା, ଦୟା, ନମ୍ରତା, ଭଦ୍ରତା ଓ ଅମାପ ଧୈର୍ଯ୍ୟ ସହିତ ନିଜର ଜୀବନ ପିଲାମାନଙ୍କ ପ୍ରତି ଉତ୍ସର୍ଗ କରିବା ଉଚିତ। କଲୋସି 3:12-14 ଏବଂ 21 ପଦରେ ମଧ୍ୟ ଲେଖାଯାଏ, ପିତାମାତା ନିଜର ସନ୍ତାନମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କର ଆଧାରରେ ଈଶ୍ୱର ପରାୟଣ ଜୀବନ ଆଡ଼କୁ କଢ଼ାଇ ନେବା ନିମନ୍ତେ କେତୋଟି ସୋପାନ ଅବଲମ୍ବନ କରିବା ଉଚିତ। ପ୍ରଥମରେ ପିଲାମାନଙ୍କୁ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କରନ୍ତୁ ଏବଂ ନିଜକୁ ମଧ୍ୟ ଉତ୍ସର୍ଗ କରନ୍ତୁ, ଯଦ୍ୱାରା ସେମାନଙ୍କର ପ୍ରାରମ୍ଭିକ ଜୀବନ ଐଶ୍ୱରିକ ମାନଦଣ୍ଡରେ ବଢ଼ିପାରିବ। ପ୍ରଥମ ସାମୁଏଲ 1:28, ଲୁକ 2:2 ପଦରେ ମଧ୍ୟ ଏହି ସମ୍ପର୍କ ବିଷୟ ଲେଖାଯାଏ। ଦ୍ୱିତୀୟରେ ସନ୍ତାନମାନଙ୍କୁ ଏପରି ଶିକ୍ଷା ଦାନ କରନ୍ତୁ ଯଦ୍ୱାରା ସେମାନେ ଈଶ୍ୱରକୁ ସମ୍ମାନ କରିବେ ଏବଂ ପ୍ରଭୁଙ୍କୁ ଅପମାନ କଲା ଭଳି ଏପରି କୌଣସି କାର୍ଯ୍ୟ କରିବାରୁ ନିବୃତ୍ତ ରହିବେ। ପରମେଶ୍ୱରଙ୍କର ଦୃଷ୍ଟିରେ ଯାହା ଭଲ ତାକୁ ପସନ୍ଦ କରିବେ ଏବଂ ମନ୍ଦକୁ ଘୃଣା କରିବେ। ସେମାନଙ୍କଠାରେ ପରମେଶ୍ୱରଙ୍କର ସଚେତନ ମନୋଭାବ ରହିବ, ଯଦ୍ୱାରା ପାପ ପ୍ରତି ବିଚାର କଲାବେଳେ ଐଶ୍ୱରିକ ମନୋବୃତ୍ତି ରହିବ। ଏବ୍ରୀ 1:9 ପଦରେ ଲେଖାଯାଏ। ତୃତୀୟରେ ନିର୍ଦ୍ଦିଷ୍ଟ ବାଇବଲ ସମ୍ବଳିତ ଶୃଙ୍ଖଳା ଆଧାରରେ ସେମାନେ ଆପଣମାନଙ୍କର ଆଜ୍ଞାବହ ହେବେ, ସେହିପରି ସେମାନଙ୍କୁ ଶିକ୍ଷା ଦିଅନ୍ତୁ। ଚତୁର୍ଥରେ ଜଗତର ଅନୈତିକ ବନ୍ଧୁମାନଙ୍କଠାରୁ ପୃଥକ ରଖନ୍ତୁ, ଯଦ୍ୱାରା ସେମାନେ ଶୈତାନର ଚାତୁରୀ ଓ ବିନାଶର ପ୍ରଲୋଭନରୁ ସର୍ବଦା ସତର୍କ ରହିପାରିବେ। ପଞ୍ଚମରେ ପିଲାମାନେ ଯାହା କିଛି ଭାବନ୍ତି, କହନ୍ତି ଓ କରନ୍ତି, ପରମେଶ୍ୱର ସର୍ବଦା ତାହା ନିରୀକ୍ଷଣ କରନ୍ତି ଓ ତାକୁ ମୂଲ୍ୟାଙ୍କନ କରନ୍ତି। ସେଥିପ୍ରତି ସେମାନଙ୍କୁ ସଚେତନ କରାନ୍ତୁ। ଗୀତ ସଂହିତା 139:1-12 ପଦ ଭିତରେ ଲେଖାଯାଏ। ଷଷ୍ଠରେ ବାଇବଲ ଆଧାରିତ ଦୃଢ଼ ଆଧ୍ୟାତ୍ମିକ ମଣ୍ଡଳୀରେ ନିଜର ପିଲାମାନଙ୍କୁ ସ୍ଥାପନ କରନ୍ତୁ, ଯେଉଁଠାରେ ସାଲିସ ବିହୀନ ପରମେଶ୍ୱରଙ୍କର ବାକ୍ୟର ଶିକ୍ଷା ଦିଆଯାଏ। ବାଇବଲ ଆଧାରିତ ଦୃଢ଼ ଆଧ୍ୟାତ୍ମିକ ମଣ୍ଡଳୀରେ ନିଜର ପିଲାମାନଙ୍କୁ ସ୍ଥାପନ କରନ୍ତୁ, ଯେଉଁଠାରେ ସାଲିସ ବିହୀନ ପରମେଶ୍ୱରଙ୍କ ବାକ୍ୟର ଶିକ୍ଷା ଦିଆଯାଏ। ଆନ୍ତରିକତାର ସହିତ ତାହାର ମାନକୁ ଭକ୍ତି କରାଯାଏ। ପରମେଶ୍ୱରଙ୍କର ବାକ୍ୟକୁ ଆନ୍ତରିକ ସହିତ ଭକ୍ତି କରାଯାଏ ଏବଂ ପବିତ୍ର ଆତ୍ମାଙ୍କର ବରଦାନ ଓ ସେବା କାର୍ଯ୍ୟକୁ ମୁକ୍ତ ଭାବରେ ପରିଚାଳନା କରାଯାଇଥାଏ। ସେମାନଙ୍କୁ ଆଦର୍ଶମୂଳକ ବାକ୍ୟ ଶିକ୍ଷା ଦିଅନ୍ତୁ। ଗୀତ ସଂହିତା 119:63 ଲେଖାଯାଏ, ଯେଉଁମାନେ ତୁମ୍ଭକୁ ଭୟ କରନ୍ତି ଓ ତୁମ୍ଭ ବିଧାନ ସବୁ ପାଳନ କରନ୍ତି, ମୁଁ ସେମାନଙ୍କର ସଙ୍ଗୀ। ସପ୍ତମରେ ଆମେ ଦେଖିବା, ପିଲାମାନେ ଏହି ଅନ୍ଧକାର ଜଗତର ଈଶ୍ୱର ବିହୀନ ବିଶ୍ୱାସ ମତ ଏବଂ ସର୍ବସାଧାରଣ ଆଚରଣରୁ ପୃଥକ ରହିବେ, ସେହିପରି ଶିକ୍ଷା ଦିଅନ୍ତୁ। ଅଷ୍ଟମରେ ଖ୍ରୀଷ୍ଟଙ୍କଠାରେ ରଖିଥିବା ନିଜର ବିଶ୍ୱାସ ମତ ଏବଂ ଅନୁସରଣ କରୁଥିବା ନିଜର ଜୀବନର ଉଦ୍ଦେଶ୍ୟ ସମ୍ବନ୍ଧରେ ଅନ୍ୟମାନଙ୍କ ସହିତ କଥୋପକଥନ କରିପାରିବେ। ଜୀବନରେ ଅନେକ କଷ୍ଟପ୍ରଦ ବିଷୟର ସମ୍ମୁଖୀନ ହେବା ବେଳେ ଯେପରି ନିରୁତ୍ସାହ ନ ହେବେ। ସେମାନେ ଯେ ଏକ ଅତ୍ୟୁତ୍ତମ ସ୍ଥାନକୁ ଯାତ୍ରା କରିବା ସମୟରେ ଏ ଜଗତ ମଧ୍ୟ ଯେ ଅତିକ୍ରମ କରୁଛନ୍ତି, ସେମାନଙ୍କର ବାସ୍ତବ ବାସସ୍ଥାନ ଖ୍ରୀଷ୍ଟଙ୍କ ସହିତ ସ୍ୱର୍ଗରେ ରହିଛି, ଏହା ସେମାନେ ଦୃଢ଼ୀଭୂତ ହେବେ। ଫିଲିପି 3:20 ପଦ, କଲୋସି 3:1-3 ପଦ ଭିତରେ ଲେଖାଯାଇଛି। ସେମାନଙ୍କର ବରଦାନ, ଅନ୍ତର୍ନିହିତ ଗୁଣ ଏବଂ ଦକ୍ଷତା ସକଳ ଚିହ୍ନନ୍ତୁ ଏବଂ ସେ ସବୁର ଉନ୍ନତି ସାଧନ ନିମନ୍ତେ ସୁଯୋଗ ଆଡ଼କୁ ସେମାନଙ୍କୁ କଢ଼େଇ ନିଅନ୍ତୁ। ଦଶମରେ ନିଜର ବ୍ୟକ୍ତିଗତ ସମ୍ବଳ ସହିତ ପରମେଶ୍ୱରଙ୍କର ସେବା କରିବେ ଓ ଅବିରତ ଭାବରେ ଈଶ୍ୱରଙ୍କର କାର୍ଯ୍ୟ ନିମନ୍ତେ ଅର୍ଥ ଦାନ କରିବେ। ଏହି ବିଷୟରେ ମଧ୍ୟ ସେମାନଙ୍କୁ ଶିକ୍ଷା ଦିଅନ୍ତୁ। 11ରେ ଦୈନନ୍ଦିନ ଈଶ୍ୱରଙ୍କର ବାକ୍ୟ ପଠନ, ଈଶ୍ୱରଙ୍କର ବାକ୍ୟକୁ ଧ୍ୟାନ ଓ ତହିଁ ଉପରେ ଆଲୋଚନା କରନ୍ତୁ। ଏବଂ 12ରେ ଅନବରତ ଭାବରେ ନିଜର ପିଲାମାନଙ୍କ ନିମନ୍ତେ ଆପଣମାନେ ପ୍ରାର୍ଥନା କରନ୍ତୁ। ଅନବରତ ଭାବରେ ଆପଣମାନେ ନିଜର ପିଲାମାନଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ, ଯେପରି ଯୀଶୁ ନିଜର ଶିଷ୍ୟମାନଙ୍କ ନିମନ୍ତେ ପ୍ରାର୍ଥନା କରିଥିଲେ। ଯୋହନ 17:1 ପଦରେ। ମୋର ପ୍ରିୟ ଭାଇମାନେ ଏବଂ ଭଉଣୀମାନେ, ଖ୍ରୀଷ୍ଟୀୟ ପିତାମାତାମାନେ, ଆଜି ଆମମାନେ ନିଜର ସନ୍ତାନ ସନ୍ତତିମାନଙ୍କ ନିମନ୍ତେ
କେତେ ଦୂର ସଚେତନ ହେଇପାରେ ଆମମାନେ ସାମାଜିକ କ୍ଷେତ୍ରରେ ଖାଦ୍ୟ ପେୟ ପୋଷାକ ପରିଚ୍ଛଦ ଉତ୍ତମ ଶିକ୍ଷା ଦେଇପାରୁ ଯଦି ସେମାନେ ପରିତ୍ରାଣ ବିହୀନ ହେବେ, ଯଦି ସେମାନେ ଈଶ୍ୱରଙ୍କର ଆତ୍ମାଙ୍କର ଅବଗାହନ ପାଇବେ ନାହିଁ, ଈଶ୍ୱରଙ୍କ ରାଜ୍ୟରେ ଯଦି ସେମାନଙ୍କର ସ୍ଥାନ ରହିବ ନାହିଁ, ତାହେଲେ ଆମମାନଙ୍କର ସମସ୍ତ ପିଲାମାନଙ୍କ ପ୍ରତି ପରିଶ୍ରମ ବୃଥା ରହିବ। ଆଜି ଆମମାନଙ୍କୁ ଆତ୍ମସମୀକ୍ଷା କରିବାର ସମୟ ଆସିଛି। ମୋର ପୁଅ ମୋର ଝିଅ ପରିତ୍ରାଣ ପାଇଅଛନ୍ତି କି? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିଛନ୍ତି କି? ପାପ କ୍ଷମାର ଅନୁଭୂତି ପାଇଛନ୍ତି କି? ଆମମାନଙ୍କ ଜୀବନରେ ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ମୁଁ ଆପଣମାନଙ୍କ ନିମନ୍ତେ ଛାଡ଼ି ଯାଉଛି। ପ୍ରଭୁ ଆପଣମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଧନ୍ୟବାଦ।